ପରିବା ପତ୍ର ଖାଇ ଖାଇ ବୋର୍ ହେଇଗଲେନ କି ନହେଲେ ନୂଆ କିଛି ଗୋଟେ କରିକି ରାନ୍ଧବା ମନ ଲାଗୁଛି। ତ ଆଜିର ଏଇ ପିଆଜ ତରକାରୀଟା ଥରେ ନିଶ୍ଚିତ ଭାବେ ବନେଇକି ଦେଖୁନ୍। ଛୋଟରୁ ବଡ଼ ସମସ୍ତଙ୍କୁ ଖାଇବାକେ ଭଲ ଲାଗ୍ବା। ରୁଟି ପୁରୀ ପରଠା ସାଙ୍ଗେ ଖାଇବା ଲାଗି ବଢ଼ିଆ ତ ଲାଗ୍ବା ହିଁ, ତାର୍ ସାଙ୍ଗେ ବହୁତ ସହଜ ଜିନିଷଟା। ତ ଚାଲୁନ୍ ଆଜିର এই ରେସିପିଟା ଷ୍ଟାର୍ଟ କର୍ମା। ନମସ୍କାର, ଚନ୍ଦ୍ରକାନ୍ତି ଓଡ଼ିଆ ଫୁଡ୍ ଡିଶ୍ରେ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଆଜିର এই ପିଆଜ ତରକାରୀ ରାନ୍ଧବାର୍ ଲାଗି ଦେଖୁନ୍ ମୁଇଁ ନେଇଛେ ଅଧା କେଜି ପିଆଜ ଛୋଟ ଛୋଟ ସାଇଜ୍ର। ଏଇଟା ମୁଇଁ ଧଳାଟା ନେଇଛେ, ଆପଣମାନେ ଚାହିଁବେ ବେଲେ ଲାଲଟା ବି ନେଇପାରିବେ। ଆଉ ଦେଖୁନ୍ ପହଲା ପିଆଜକେ ଉଜଲେଇ ଦେଇକରି ଭଲ ଭାବେ ଧୋଇ ଦେଇକି ରଖିଛେ। ଆଉ ତାର୍ ସାଙ୍ଗେ ଟିକେ ଟିକେ ଏନ୍ତା କଟ୍ ଲଗେଇ ଦେଇଛେ ଛୋଟ ଛୋଟଟା। ଟିକେ ଟିକେ କଟ୍ ଲଗେଇଦେବେ ଯେନ୍ଥିରେ କି ନୁନ୍ ଆଉ ବାକି ସବୁ ମସଲା ମାନେ ବି ପିଆଜର ଭିତର ତ ଯାଇକରି ବଢ଼ିଆ କରି ଭେଦିକିରି ଏଇଟା ଭଲ ଲାଗ୍ବା ଖାଇବାର୍ ଲାଗି। ତ ଏଟାକେ ଆମେ ରଖିଦେମା ସାଇଡ଼୍ରେ। ତାର୍ ଲାଗି ଆଉ ଗୋଟେ ମସଲା ଆମେ ରେଡ଼ି କର୍ମା। ତ ଦେଖୁନ୍ ମୁଇଁ ନେଇଛେ ଗୋଟେ ବାଉଲଟେ, ଆଉ ବାଉଲଟେ ଦେଇଦେଲି ଅଧା ଚାମଚ ହଳଦୀ, ଗୋଟେ ଚାମଚ କାଶ୍ମୀର ଚିଲି ପାଉଡ଼ର, ଗୋଟେ ଚାମଚ ଧନିଆ ପାଉଡ଼ର, ଅଧା ଚାମଚ ଗରମ ମସଲା ଆଉ କସୁରୀ ମେଥି ଟିକେ। ଇ ଶୁଖା ମସଲା ସବୁକେ ନେଇକରି ପହଲା ଆମେ ଗୋଟେ ମସଲାର ଘୋଲଟେ ବନାମା। ତ ହେଥିର୍ ଲାଗି ଇଟାକେ ଏଥିରେ ପ୍ୟାନ୍ ଦେମା ଆମେ। ଆଉ ପ୍ୟାନ୍ ଦେଇକରି ଇ ସବୁ ମସଲାକେ ଗୁଲି କରି ଗୋଟେ ଘୋଲଟେ ରେଡ଼ି କର୍ମା, ଯେନ୍ଥିରେ କି ଆଗ୍କେ ଦେଲେ ମସଲାଟା ତେଲରେ ଭାଜି ହେବା ନାଇଁ ପୁଡ଼ିଯିବା। ଆଉ ପ୍ୟାନ୍ ସାଙ୍ଗେ ମିଶିକିରି ମସଲାଟା ବଢ଼ିଆ ଭାବେ ରେଡ଼ି ହେଇଥିବା ପୁତୁରି କରି। ତ ଏନ୍ତା ପ୍ୟାନ୍ ଦେଇକରି ପହଲା ମସଲାକେ ଆମେ ବନେଇ ଦେଇକରି ରଖିଦେମା ସାଇଡ଼୍ରେ। ତାର୍ପରେ ଆମେ ଯିମା ରାନ୍ଧବାର୍ ପ୍ରୋସେସ୍କେ। ଆଉ ରାନ୍ଧବାର୍ ଲାଗି ଦେଖୁନ୍ ଗୋଟେ କଢ଼େଇଟେ ମୁଇଁ ଗରମ କରିଦେଇଛେଁ। ଆଉ କଢ଼େଇରେ ଏଛା ମୁଇଁ ଦେଇଦେଲି 2ରୁ 3 ଚାମଚ ସୋର୍ଷ ତେଲ୍। ସୋର୍ଷ ତେଲରେ ଇ ରେସିପିଟା ବନାବେ ଯେନ୍ଟାକି ଖାଇବା ଲାଗି ବଢ଼ିଆ ଲାଗ୍ସି। ତ ଦେଖୁନ୍ ପହଲା ତେଲଟା ଗରମ ହେଇଗଲା ପରେ ଆମେ ଯେନ୍ ପିଆଜ ସବୁକେ ରେଡ଼ିକି ରଖିଥିନା ସେ ପିଆଜକେ ଦେଇକରି 2 ମିନିଟ୍ ଲାଗି ଆମେ ଭାଜିଦେମା। ଗ୍ୟାସ୍ ଫ୍ଲେମ୍କେ ମିଡ଼ିୟମ୍ ରଖିକରି ପିଆଜକେ ଭାଜିଦେମା ମାତ୍ର 2 ମିନିଟ୍ ଲାଗି, ଯେନ୍ଥିରେ କି ପିଆଜଟା ଟିକେ ହାଲକା ସିଝି ଯିବା। ଆଉ ଦେଖୁନ୍ ପିଆଜଟା ଟିକେ ସିଝି ଆସିଲା ବେଲକେ ଟିକେ ଲାଲ ଲାଲ ହେଇ ଆସିଲାନ। ତାର୍ପରେ ଆମେ ଏଥିରେ ଦେଇଦେମା କଞ୍ଚା ମିର୍ଚା। ଇଟା ପୁରାପୁରି ଅପସନାଲ୍ ଏ। ଇଟା ପିଆଜ ସାଙ୍ଗେ ଭାଜି ହେଇକରି ତରକାରୀ ଯେତେବେଳେ ପଡ଼ବା ଖାଇବା ଲାଗି ଭଲ ଲାଗ୍ବା ବୋଲିକିରି ମୁଇଁ ଦେଇଦେଇଛେଁ ଏଥିରେ କଞ୍ଚା ମିର୍ଚା। ଆଉ ପିଆଜ ସବୁ ଭାଜି ହେଇସାରିଲା ପରେ ବାହାର କରିଦେମା ତାକେ ଆମେ ଗୋଟେ ବାଉଲରେ। ତାର୍ପରେ ଆମେ ଗରମ ତେଲଟା ଅଛେ ସେଇଥିରେ ଆମେ ଦେଇଦେମା ସୋର୍ଷ ଅଧା ଚାମଚ ଆଉ ଜିରା ଅଧା ଚାମଚ। ଜିରାଟା ଫୁଟିଗଲା ପରେ ଆମେ ଏଥିରେ ଦେମା ଝେଙ୍କା ପିଆଜ। 2ଟା ମିଡ଼ିୟମ୍ ସାଇଜ୍ର ପିଆଜକେ ଇ ପ୍ରକାରେ ଛୋଟ ଛୋଟ ଖଣ୍ଡ କରି କାଟିକି ମୁଇଁ ନେଇଛେ। ଦେଖୁନ୍ ପିଆଜ ଭଜା ତେଲଟା ଯେନ୍ କଢ଼େଇରେ ଥିଲା ସେଇଥିରେ ହିଁ ତରକାରୀଟା ଆମେ ବନଉଛେ। ଯଦି ଆପଣଙ୍କୁ ତେଲ କମ୍ ଲାଗୁଛେ ବେଲେ ଏଇ ଜାଗାରେ ଆଉ ଟିକେ ତେଲ ଦେଇକରି ପିଆଜଟା ଭାଜି ପାରବେ। ଆଉ ଦେଖୁନ୍ ଆମେ ଯେନ୍ ପିଆଜଟା ଭାଜୁଥିଲା ସେ ପିଆଜଟା ଟିକେ ଲାଇଟ୍ ବ୍ରାଉନ୍ କଲର୍ ହେଇ ଆସିଲାନ। ଏଛେଙ୍କା ଇ ଭିତରେ ଆମେ ଦେଇଦେମା 2 ଚାମଚ ଅଦା ରସୁଣର ପେଷ୍ଟ। ତାର୍ପରେ ସବୁକେ ମିଶେଇ କରି ଭଲ ଭାବେ ଘାଣ୍ଟିଦେମା। ଆଉ ମିଶେଇଦେମା ଟିକେ କଷିଦେମା ବଢ଼ିଆ କରି, ଯେନ୍ଥିରେ କି ଅଦା ରସୁଣର ବାସ୍ନାଟା ବି ପଲେଇଯିବା, କଞ୍ଚା ବାସ୍ନା। ଆଉ ପିଆଜ ସାଙ୍ଗେ ବଢ଼ିଆ କରି ମିଶିକରି ଭାଜି ହେଇଯିବା। ତାର୍ପରେ ଆମେ ଏଥିରେ ଦେମା ଆଗ ଏ ମସଲାଟା ଆମେ ରେଡ଼ି କରି ରଖିଥିଲା ସେ ସବୁ ମସଲାକେ ଢାଲିଦେମା ଏଥିରେ। ଆଉ ତାପରେ କଷିଦେମା ଟିକେ। ଦେଖୁନ୍ ଇ ଜାଗାରେ ଆମେ ପ୍ୟାନ୍ দিয়ে ଦେଇକରି ଯେନ୍ ବନେଇଛୁ ମସଲାଟା, ଇ ମସଲାଟା ପୁଡ଼ବାର ଚାନ୍ସ ଆଉ ନାଇଁ ଥାଏ। ତ ଏନ୍ତା ପ୍ୟାନ୍ରେ ମିଶେଇ କରି ଦେଇଦେଲେ ମସଲା ବଢ଼ିଆ ଭାବେ କଷି ବି ହେଇଯାଏସି ଆଉ ବଢ଼ିଆ ସିଝି ବି ଯାଏସି। ତ ଦେଖୁନ୍ ଏଥିରେ ମୁଇଁ ଆଉ ଟିକେ ପ୍ୟାନ୍ ଆଡ଼୍ କରିକିରି ମସଲାକେ ଆଉ ଟିକେ ବଢ଼ିଆ ଭାବେ କଷବାର୍ ଲାଗି ଏଥିରେ ଆଉ ଟିକେ ପ୍ୟାନ୍ ଦେଲି। ତ ଗ୍ୟାସ୍ ଫ୍ଲେମ୍କେ ମିଡ଼ିୟମ୍ ରଖିକରି ଏଛେଙ୍କା ଇ ମସଲା ସବୁ କଷମା। ତାର୍ପରେ ମସଲା ଟିକେ କଷି ହେଇ ଆସିଲା ବେଲ୍କେ ଏଛେଙ୍କା ଆମେ ଏଥିରେ ଦେମା 2ଟା ମିଡ଼ିୟମ୍ ସାଇଜ୍ର ପାତଳ ଘଣ୍ଟାକେ ଇ ପ୍ରକାର ଗ୍ରାଇଣ୍ଡିଂ କରି। ଦେଖୁନ୍ ସବୁକେ ବଢ଼ିଆ ଭାବେ ମିଶେଇ ଦେଇକରି ଆଉ ଟିକେ ଆମେ ବଢ଼ିଆ କରି କଷମା। ଇ ଜାଗାରେ ମସଲାଟା ଏକଦମ୍ ମିଡ଼ିୟମ୍ରୁ ଲୋ ଫ୍ଲେମ୍ରେ ଆମେ କଷମା, ଯେନ୍ଥିରେ କି ମସଲା ସବୁ ବଢ଼ିଆ ଭାବେ କଷି ହେବା ଆଉ ତାର ବହୁତ ବଢ଼ିଆ ଗୋଟେ କଲର୍ଟେ ବି ଆସ୍ବା। ପାତଳ ଘଣ୍ଟା ଦେଇକରି ଭଲ ଭାବେ ଟିକେ ମିଶେଇ ଦେଲା ପରେ ଏଛେଙ୍କା ଆମେ ଏଥିରେ ଦେମା ସ୍ୱାଦ ଅନୁସାରେ ନୁନ୍ଟା ଟିକେ କମ୍ କରି ଲଗେଇଥିଲେ ବି ଭଲ୍ ଏ। କାଁ କରି ବେଲେ ପିଆଜଟା ମିଠା ମିଠା ଲାଗ୍ସି ଯେତେବେଳେ ତରକାରୀରେ ସିଝିଯିବା। ଆଉ ଗ୍ରେଭିଟା ଯଦି ନୁନିଆ ହେଇଯିବା ତ ଭଲ୍ ନାଇଁ ଲାଗି ଖାଇବାର୍ ଲାଗି। ତ ହେଥିର୍ଲାଗି ଆମେ ନୁନ୍ଟା ଟିକେ କମ୍ କରିକିରି ଦେମା। ଆଉ ତାର୍ପରେ ବଢ଼ିଆ ଭାବେ ସବୁକେ ଟିକେ କଷି ହେବାର୍ ଲାଗି ଗ୍ୟାସ୍ ଫ୍ଲେମ୍କେ ମିଡ଼ିୟମ୍ରୁ ଲୋ କରି ଦେଇକରି ଯେତେବେଲେ ବଢ଼ିଆ ଭାବେ 1ରୁ 2 ମିନିଟ୍ କଷମା। ମସଲାଟା ଦେଖୁନ୍ ଇ ପ୍ରକାରେ ରେଡ଼ି ହେବା। ପ୍ୟାନ୍ ସବୁ ଶୁଖିଗଲାନ, ବଢ଼ିଆ ଭାବେ ମସଲା ସବୁ ସିଝିଗଲାନ, ଆଉ ପାତ ଘଣ୍ଟା ବି ଶୁଖିକରି ପୁରା ବହଳିଆ ହେଇଗଲାନ। ତ ଏଛେଙ୍କା ଆମେ ଗ୍ୟାସ୍ ଫ୍ଲେମ୍କେ ଅଫ୍ କରିଦେମା। ଟିକେ ବାକି ଇଟାକେ ଥଣ୍ଡା ହେବା ଛାଡ଼ିଦେମା 1ରୁ 2 ମିନିଟ୍ ଲାଗି। ଆଉ ଦେଖୁନ୍ ଗ୍ୟାସ୍ ଫ୍ଲେମ୍କେ ଅଫ୍ କରିଦେଇକରି ମସଲାକେ ଟିକେ ଯେତେବେଳେ ଥଣ୍ଡା ହେବା ଆମେ ଛାଡ଼ିଦେଲା। ଇଟା ଥଣ୍ଡା ହେଇସାରିଛେ, ମାନେ ପୁରାପୁରି ଏକଦମ୍ ସେ ଗରମ ନାଇଁନ, ଟିକେ ହାଲକା ଥଣ୍ଡା ହେଇ ଆସିଲାନ। ଏଛେଙ୍କା ଆମେ ଏଥିରେ ମିଶାମା ଦହି। ତ ହେଥିର୍ଲାଗି ଇଟାକେ ଟିକେ ଆମେ ଥଣ୍ଡା ହେବାରେ ଆମେ ଛାଡ଼ିଦେମା। ଯଦି ଗରମରେ ଆମେ ଦହି ପକେଇଦେମା ବେଲେ ସାଙ୍ଗେ ସାଙ୍ଗେ ଛିଡ଼ି ଯାଇକରି ଖଣ୍ଡ ଖଣ୍ଡ ହେଇଆସି। ତ ହେଥିର୍ଲାଗି ଦହିକେ ବଢ଼ିଆ ଭାବେ ଫେଟି ଦେଇକରି ଆମେ ଏଛେଁ ଏଥିରେ ଦେମା 1 କପ୍। ଆଉ ଦେଖୁନ୍ ବଢ଼ିଆ ଭାବେ ସବୁକେ ଏଛେଁ ମିଶେଇ ଦେମା ଫେଟି ଦେଇକରି। 1 କପ୍ ଦହି। 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 1 କପ୍
देखो एछेगा दहीटा छिड़बार चान्सटा बहुत कम है जेहेतु मसलाटा ठंडा होकर अच्छे बढ़िया भाव सबके मसला के आम सागे मिसेदेमा दही के आ दहीटा बढ़िया मिसीजा तार आम गैसटा ऑन करमा आटा भी पूरा पूरी लो फ्लेम रे देखो एछेगा मसलाटा बढ़िया भाव दही सागे मिसीगला बहुत सुंदर होकर दिशुचे ना ग्रेवीटा। तो देखो यहाँ नाई छिड़ी जेहेतु आम गैसटा अफ अच्छे एछेगा आम गैसटा ऑन करमा लो फ्लेम रे जिते बेले दहीटा मसला सागे पूरा एक सारे की मिसी जाइकरी टिके गरम हो जावा और टिके फुटी फुटी आसवा हेते बेले आम ए देमा प्याज और मिर्चा जेना आम भाजिक रखीचुँ। तो देखो एछेगा प्याज और मिर्चा के दे देकरी बढ़िया भाव इता संगे घाटी देकरी मिक्स करमा गैस फ्लेमटा एछेगा बढ़ी पारबे। तो देखो बढ़िया भाव प्याज और मिर्चा के मिसई देकरी बढ़िया भाव इता संगे फुटवा लगी आम छाड़मा। तो टिके बाकी गैस फ्लेम के बढ़े देकरी आम इताके कषमा पियाज के आ बढ़िया कर मसला सागे कषि सारापर एछेगा देखुन इटा रेडी होते पैन देकर फुटाबार लगी किंतु इटाके आउ टिके आम बढ़िया फ्लेवर और टेस्ट देवार लगी इधर आ गोटे जिनस मुझे एड करुचे जेनटा कि पूरा पूरी ऑप्शनल है आप चाहिए बेले देवे ना देले भी किसी असुविधा नाइन इटा हूँ क्रीम गुरस सर के मुई गुरस सागे फेटी देकरी ताके मुई बनईचे। तो इटाके आम देमा 2 चामच आर भल भाव घाटी देकरी मिसई देमा। तो देखो गैस फ्लेमटा मीडियम टिके लो रे अच्छे आ इटा फुटी फुटी आसलान जेहतु आम सर्टा देछुँ तारपर आम इटाके आउ टिके फुटामा आ बढ़िया भाव सब मसला एक सारे सिझिक प्याज भीतर तक भेदवा बोलिकी आम ये पैन टिके देमा। तो दही गिना जेन थिला से दही गिना अधा गिना बागे मुई पैन देली। तो सबके भल भाव मिसई देकरी टिके फुटवा के छाड़ीदेमा गैस फ्लेम के मीडियम रखी करी एकदम धीरे धीरे फुटवा जेन कि तरकारीटा बढ़िया लगवा। आउ तरकारीटा फुटुला बेलके मझिरे मझिरे आम घाटी घाटी तरकारी के फुटामा जेनते कि तरी ना लगी जावा। तो हेती लगी देखो आउ फुटाला भितर आप जानीपारे जे केते बहलिया केते पतला करबे आपको जितकी दरकार से हिसाब से बहलिया पतला रखिकी गैस फ्लेम के ऑफ करबे। आउ देखुन 1 ରୁ 2 मिनट मीडियम रू लो फ्लेम रे फुटला पर एछेगा तरकारी फाइनाल लुकटा देखुन ए प्रकार होइछे। एछेगा बाड़भार आगु आम ये देदेमा कटा धनिया पतर आ तारपर बढ़िया भाव सबके घाटी देकर आउ थे मिक्स करदेमा आ तारपर 1 ରୁ 2 मिनट लगी इताके छाड़ीदेमा टिके ठंडा होइजिबा आ तारपर गरमा गरम सर्व करमा रुटी पूरी पटा जहाँ संगे आप सेव करेंगे। तो देखो केते बढ़िया भाव तरकारीटा रेडी होइछे देखा जितकी डिलिशियस दिशुचे खाइबार लगी बहुत ही बढ़िया होता। तो ये प्रकार थे ट्राए करूँ छोट छोट प्याज के नहीं करी जो छोट छोट प्याज नाइन ताहले बड़ प्याज के आप मैंने 6 खंड 7 खंड करी भी काटी करी ये तरकारीटा बनई पारबे से ही समान टेस्ट ही लगवा। तो आज रेसिपी प्याज तरकारी भावुचे भल लगी बाबा को देखाबार लगी आ बनाबार के मन लगुचे बोले सांगे सांगे जाकर बनाऊँ आउ खाई देखो। तो आज रेसिपी भल लगी बोले लाइक निहाती भाव करूँ और नुआ करे आसीछन सो चैनल के बोले सब्सक्राइब करबे। आउ इटा हूँ आप निजर संबलपुरी भाषा कुकिंग चैनल टे निजर फ्रेंड्स और रिलेटिव संगे शेयर भी करूँ। आज रोचे फिर गोटे नुआ रेसिपी संगे बहुत जल्दी फिर पड़मा। जुहार।